ओम शांति 13 ଜାନୁଆରୀ 2026 प्रातः मुरली बाप दादा मधुबन। मिठे बच्चे, बाबाଙ୍କ श्रीमतକୁ ସମ୍ମାନ ଦେବା ଅର୍ଥ କେବେ ବି ମୁରଲି ଶୁଣିବା ବନ୍ଦ ନ କରିବା ଏବଂ ପ୍ରତ୍ୟେକ ଆଜ୍ଞାକୁ ପାଳନ କରିବା। ବାବା କହୁଛନ୍ତି, ମିଠେ ବଚ୍ଚେ, ବାବାଙ୍କ ଶ୍ରୀମତକୁ ସମ୍ମାନ ଦେବା ଅର୍ଥ କେବେ ବି ମୁରଲି ଶୁଣିବା ବନ୍ଦ ନ କରିବା ଏବଂ ପ୍ରତ୍ୟେକ ଆଜ୍ଞାକୁ ପାଳନ କରିବା। ଆଜିର ପ୍ରଶ୍ନ, ଯଦି ତୁମମାନଙ୍କୁ କେହି ପଚାରନ୍ତି ଯେ ଖୁସି ମଜାରେ ଅଛ? ଯଦି ତୁମମାନଙ୍କୁ କେହି ପଚାରନ୍ତି ଯେ ଖୁସି ମଜାରେ ଅଛ, ତେବେ ତୁମକୁ ଗର୍ବର ସହିତ କେଉଁ ଉତ୍ତର ଦେବା ଦରକାର? ଉତ୍ତର, ତାଙ୍କୁ କୁହ, ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କୁ ପାଇବାର ଚିନ୍ତା ଥିଲା, ଏବେ ସେ ମିଳିଗଲେ, ଆଉ କ'ଣ ବାକି ରହିଲା? ପାନା ଥାସୋ ପାଲିଆ, ଅର୍ଥାତ୍ ଯାହା କିଛି ପାଇବାର ଥିଲା ତାହା ପାଇଗଲି। ତୁମ ଈଶ୍ୱରୀୟ ସନ୍ତାନମାନଙ୍କୁ କୌଣସି କଥାର ଚିନ୍ତା ନାହିଁ। ତୁମକୁ ତ ସ୍ୱୟଂ ପରମାତ୍ମା ପିତା ନିଜର କରିନେଲେ, ତୁମ ମୁଣ୍ଡ ଉପରେ ରାଜମୁକୁଟ ରଖିଦେଲେ, ତୁମର ଆଉ କ'ଣ ଚିନ୍ତା ରହିଲା? ଓମ୍ ଶାନ୍ତି। ବାବା ବୁଝାଉଛନ୍ତି ଯେ ପିଲାମାନଙ୍କ ବୁଦ୍ଧିରେ ନିଶ୍ଚିତ ଏହି କଥା ରହିଥିବ ଯେ ବାବା ଆମର ପିତା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି, ପରମ ସତଗୁରୁ ମଧ୍ୟ ଅଟନ୍ତି। ତେଣୁ ପିଲାମାନେ ଏହି ସ୍ମୃତିରେ ନିଶ୍ଚିତ ରହୁଥିବେ। ଏହିଭଳି ବାବାଙ୍କୁ ମନେ ପକାଇବା କେବେ ବି କେହି ଶିଖାଇ ପାରିବେ ନାହିଁ। ବାବା ହିଁ କଳ୍ପ କଳ୍ପ ଆସି ଶିଖାଉଛନ୍ତି। ସେ ହିଁ ଜ୍ଞାନର ସାଗର ପତିତ ପାବନ ଅଟନ୍ତି। ସେ ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ଗୁରୁ ମଧ୍ୟ ଅଟନ୍ତି। ଏହି କଥା ଏବେ ହିଁ ତୁମକୁ ବୁଝାଯାଉଛି ଯେବେ କି ଜ୍ଞାନର ତୃତୀୟ ନେତ୍ର ମିଳିଯାଇଛି। ଯଦିଓ ପିଲାମାନେ ସବୁ କଥା ବୁଝିପାରୁଥିବେ, କିନ୍ତୁ ବାବାଙ୍କୁ ହିଁ ଭୁଲି ଯାଉଛନ୍ତି। ତେଣୁ ଶିକ୍ଷକ ଏବଂ ଗୁରୁ ମଧ୍ୟ କିପରି ମନେ ପଡ଼ିବେ? ମାୟା ଏତେ ସର୍ବଶକ୍ତିମାନ ଅଟେ, ଯାହାକି ବାବାଙ୍କର ତିନୋଟି ରୂପରେ ମହିମା ହେଉଥିଲେ ମଧ୍ୟ ତିନୋଟି ଯାକ ସମ୍ବନ୍ଧକୁ ଭୁଲାଇ ଦେଉଛି। ପିଲାମାନେ ମଧ୍ୟ ପତ୍ର ଲେଖୁଛନ୍ତି, ବାବା ଆମେ ଭୁଲି ଯାଉଛୁ, ମାୟା ଏତେ ପ୍ରବଳ। ଏମିତି ତ ଡ୍ରାମା ଅନୁସାରେ ବହୁତ ସହଜ ମଧ୍ୟ ଅଟେ, କାରଣ ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଦୁନିଆରେ ଏମିତି କେବେ ବି କେହି ହୋଇପାରିବେ ନାହିଁ। ଜଣେ ହିଁ ପିତା, ଶିକ୍ଷକ ଏବଂ ସତଗୁରୁ ଅଟନ୍ତି, ତାହା ମଧ୍ୟ ବାସ୍ତବିକ ରୂପରେ। ଏହା ତ କାହାଣୀ ଆଦିର କୌଣସି କଥା ନାହିଁ। ଏଥିରେ ତ କାହାଣୀ ଆଦିର କୌଣସି କଥା ନାହିଁ। ଏସବୁ ଭିତରେ ଭିତରେ ବୁଝିବା ଦରକାର ନା। କିନ୍ତୁ ମାୟା ଭୁଲାଇ ଦେଉଛି। ପିଲାମାନେ କହୁଛନ୍ତି, ବାବା ଆମେ ହାରିଗଲୁ, ତେବେ କଦମରେ ପଦ୍ମର ରୋଜଗାର କିପରି ହେବ? ଦେବତାମାନଙ୍କ ପାଇଁ ହିଁ ପଦ୍ମ ଫୁଲର ପ୍ରତୀକ ଦେଖାଉଛନ୍ତି। ସମସ୍ତଙ୍କୁ ତ ଏପରି ଦେଖାଇ ପାରିବେ ନାହିଁ। ତେବେ ଏହି ପାଠପଢ଼ା ଈଶ୍ୱର ପିତାଙ୍କର ହିଁ ଅଟେ, କୌଣସି ମନୁଷ୍ୟର ନୁହେଁ। କୌଣସି ମନୁଷ୍ୟ କେବେ ବି ଏଭଳି ପାଠ ପଢ଼ାଇ ପାରିବେ ନାହିଁ। ଯଦିଓ ଦେବୀ ଦେବତାମାନଙ୍କର ବହୁତ ମହିମା କରାଯାଉଛି, କିନ୍ତୁ ଉଚ୍ଚରୁ ଉଚ୍ଚ ଏକମାତ୍ର ପରମ ପିତା ହିଁ ଅଟନ୍ତି। ବାକି ସେମାନଙ୍କ ବଡ଼ପଣିଆ ମଧ୍ୟ କେଉଁ କଥାର? ଆଜି ରାଜତ୍ୱ ଅଛି, କାଲି ପୁଣି ତଳକୁ ଖସି ଯାଉଛନ୍ତି। ଏବେ ତୁମେମାନେ ଏହି ଲକ୍ଷ୍ମୀ ନାରାୟଣଙ୍କ ଭଳି ହେବା ପାଇଁ ପୁରୁଷାର୍ଥ କରୁଛ। ଜାଣିଛ, ଏହି ପୁରୁଷାର୍ଥରେ ବହୁତ ଫେଲ୍ ହୋଇଯାଆନ୍ତି। ପୁଣି ବି କଳ୍ପ ପୂର୍ବରୁ ଯେତିକି ପିଲା ପାସ୍ ହୋଇଥିଲେ ସେତିକି ହିଁ ପାଠ ପଢ଼ିବେ। ବାସ୍ତବରେ ଜ୍ଞାନ ତ ବହୁତ ସହଜ, କିନ୍ତୁ ମାୟା ଭୁଲାଇ ଦେଉଛି। ବାବା କହୁଛନ୍ତି, ନିଜର ପୁରୁଷାର୍ଥର ଚାର୍ଟ ଲେଖ, କିନ୍ତୁ ପିଲାମାନେ ଲେଖିପାରୁନାହାନ୍ତି। କେତେ ଦିନ ପର୍ଯ୍ୟନ୍ତ ବସି ଲେଖୁଥିବେ? ଯଦି ବା ଲେଖୁଛନ୍ତି, ତେବେ ଯାଞ୍ଚ ମଧ୍ୟ କରୁଛନ୍ତି। ଯଦି ବା ଲେଖୁଛନ୍ତି, ତେବେ ଯାଞ୍ଚ ମଧ୍ୟ କରୁଛନ୍ତି, ମୁଁ ଦିନ ଭିତରେ 2 ଘଣ୍ଟା ବାବାଙ୍କର ସ୍ମୃତିରେ ରହିଛି। ତାହା ମଧ୍ୟ ସେହି ପିଲାମାନେ ହିଁ ଜାଣିପାରିବେ ଯେଉଁମାନେ ବାବାଙ୍କର ଶ୍ରୀମତକୁ କାର୍ଯ୍ୟରେ ଲଗାଉଥିବେ।
बाबा मध्य भाबुछंती एमानंकु तो लज्जा लागुथिबो, नचेत श्रीमत को पालन करिबा उचित। किंतु बड़ कष्टरे 100 जनरे 2 जन ही चार्ट लेखुथिबे, काहींकि ना पिलामानंकर श्रीमत प्रति सेतिकी सम्मान नाही। मुरली मिलुथिले मध्य पढ़ु नाहांती। एमिति तो निश्चित मन को आसुथिबो जे बाबा तो सत कथा ही कहउछंती। मु तो निजे मुरली ठीक भावरे पढ़ु नाही, तेबे अन्य को कौन बुझाइबी? किछि समय जोग करिले। ओम शांति। आत्मिक पिता आत्मिक संतान मानंकु बुझाउछंती। ए कथा तो पिला माने निश्चित भावरे बुझी पारुछंती जे आमे समस्ते आत्मा ही अटु। आमको परम पिता परमात्मा पाठ पढ़ाउछंती। तेबे से कौन कहउछंती? जदि मते मने पकाइब तेबे तुमे स्वर्ग दुनियार मालिक हेब। एथिरे पितांक सहित पाठ पढ़ा, शिक्षक एवं गुरु तीनोटी जाक संबंध साब्यस्त होईगला। अल्प शब्द रे ही सारा ज्ञान आसीगला। एठाकू तुमे माने एही ज्ञान को अभ्यास करिबा पाई आसुछ। बाबा मध्य एही कथा ही बुझाउछंती, कारण तुमे निजे कहुछ आमे भूली जाउछु। सेथिपाई एठाकू बारंबार अभ्यास करिबा पाई आसुछु। जदिओ केतेक पिला एठारे मध्य रहुछंती, किंतु सेमानंकर मध्य रिवाइज होई पारु नाही। भाग्य रे ही नाही। पुरुषार्थ तो बाबा कराई चलिछंती। एकमात्र बाबा ही यही पुरुषार्थ कराउछंती। यही पाठ पढ़ारे कहा प्रति पातर अंतर होई पारिब नाही। ना यह कौनसी स्वतंत्र पाठ पढ़ा। सेही पाठ पढ़ारे स्वतंत्र भावरे पढ़ाइबा पाई शिक्षकों को नियुक्त करिथांती। एठारे तो भाग्य गढ़िबा पाई बाबा समस्तन को पाठ पढ़ाउछंती। जन जन को केउ पर्यंत अलगा पढ़ाइबे? केते ढेर संतान रहिछंती। लौकिक पाठ पढ़ारे कौनसी बड़ लोकर पिला होइथिले तांकु स्वतंत्र भावे पढ़ाई थांती। शिक्षक जानी थांती जे ये पाठ पढ़ारे बहुत दुर्बल अटे, सेथिपाई तांकु वृत्ति पाइबा योग्य कराई थांती। शिक्षक जानी थांती जे ये पाठ पढ़ारे बहुत दुर्बल अटे, सेथिपाई तांकु वृत्ति पाइबा योग्य कराई थांती। किंतु शिव बाबा एपरि करू नाहांती। सिए समस्तंको समान भावरे पाठ पढ़ाई थांती। सही पाठ पढ़ारे शिक्षक अधिक पुरुषार्थ कराई थांती। बाबा तो काहाकू अलगा भावे पुरुषार्थ कराउ नाहांती। एक्स्ट्रा पुरुषार्थ अर्थ मास्टर किछि कृपा करुछंती। जदिओ पैसा नेउछंती, स्वतंत्र समय देई पाठ पढ़ाउछंती, जहा द्वारा से अधिक पाठ पढ़ी हुशियार होई थांती। एठारे तो अधिक किछि पढ़िबार कथा ही नाही। बाबांकर तो कथा ही अलगा, जे कि एकमात्र महामंत्र देउछंती मन मना भव। जोग द्वारा कौन होई थाए ए कथा मध्य जानिछ जे बाबा ही पतित पावन अटंती। तांकु मने पकाइले ही पवित्र हेबो। एबे तुम पाखरे ज्ञान अछि, तुमे माने जेतिकी जोग करिबो सेतिकी पावन हेब। जदि कम जोग करिब तेबे कम पवित्र हेब। ए सबु तुम मानंक पुरुषार्थ उपरे निर्भर करुछि। बेहदर बाबांको मने पकाइले आमे माने लक्ष्मी नारायण हेबु। तांकर महिमा तो समस्ते जानिछंती, कहउछंती मध्य आपण पुण्यमय, आमे पापात्मा अटु। देख ढेर मंदिर तैयारी होइछि, तेबे सेठाकू समस्ते कौन करिबाकू जानती? दर्शन द्वारा किछि तो फायदा हुए नाही। जणे आउ जनकू देखी मंदिर को जानती, बास दर्शन करी चाली आसंती। अमुक तीर्थयात्रा करिबाकू जाउछि, मु मध्य जीवी। एहा द्वारा कौन हेब? किछि भी नुहे। तुमे माने मध्य एही भली अनेक थर तीर्थयात्रा करिछ।
अन्य पर्व पालन करिबा भली यही यात्रा को मध्य पर्व बोली भावुछंती। एबे तुमे माने एही जोगर यात्रा को एक पर्व बोली भावुछ एवं जोगर यात्रा रे रहुछ। एकमात्र शब्द हेउछि मन मना भव। तुमर एहा अनादि यात्रा अटे। सेमाने मध्य कहउछंती एही यात्रा आमे माने अनादि कालरु करि आसिछु, किंतु तुमे माने एबे ज्ञानयुक्त कथा कहूछ जे आमे कल्प कल्प एही यात्रा करि आसिछु एवं बाबा ही आसी एही यात्रा सिखाउछंती। सेमाने जन्म जन्मांतर चारिधामर यात्रा करुछंती। एबे बेहदर बाबा कहउछंती मोते स्मरण करिले तुमे माने पावन होई जिवो। ए कथा तो आउ केही भी कहु नाहंती जे तुमे माने जोगर यात्रा द्वारा पावन होई जिवो। मनुष्य यात्रा करिबा समय रे पवित्र रही थांती। आजिकाली तो सेठारे मध्य खराब कर्म करुछंती, पवित्र रहु नाहंती। यही आध्यात्मिक यात्रा विषय रे तो काहाकू जणा नहीं। एबे बाबा तुम मानंकु कहउछंती एहा ही प्रकृत जोगर यात्रा। मनुष्य चारिधामर यात्रा करिबाकू जाउछंती, किंतु सेमाने पूर्वरु जेपरि थांती सेही परि ही रही जांती। केवल चक्कर लगाई चलीछंती। जेपरि भास्कोडा गामा सृष्टिर चक्र लगाई थिले सेही परि एमाने मध्य चक्र लगाउछंती ना। गीत मध्य अछि ना, चतुर्दिग चक्र लगाइले तथापि दूररे रहिले। भक्ति मार्ग रे तो केही भी भगवानंक सहित मिसाई पारिबे नाही। ता द्वारा तो भगवान काहाकू मिलिले नाही, बरं भगवानंक ठारू दूररे रहिले। चारिआडे चक्र लगाई घर को आसी पुणी पांच विकार रे बंधन रे बांधी होई जाउछंती। से सबु हेउछि मिथ्या यात्रा। एबे तुमे माने जानुछ एहा पुरुषोत्तम संगम जुग। जेउ समय रे बाबा आसीछंती। दिन आसीब समस्ते जानि जिबे जे बाबा आसीछंती। शेषरे भगवान मिलिबे, किंतु किपरि ए कथा तो केही हेले जानि नाहंती। मधुर संतान माने ए कथा जानिछंती जे आमे माने श्रीमत आधार रे एही भारत को पुनर्बार स्वर्ग करुछु। भारतर ही नाम तुमे माने नेउछ। से समय रे आउ कौनसी धर्म रहिब नाही। सारा विश्व पवित्र होई जिवो। एबे तो केते ढेर धर्म रहिछि। बाबा आसी तुम मानंकु सारा वृक्षर ज्ञान सुनाउछंती। तुम मानंकु सबु कथा मने पकाई देउछंती। तुमे माने देवता थिल, पुणी क्षत्रिय, वैश्य, शूद्र हेल, एबे पुणी ब्राह्मण होइछ। एही हम स्वर अर्थ को बाबा केते सहज भावरे बुझाई देउछंती। ओम अर्थात मु आत्मा, पुणी मु आत्मा एही परि चक्र लगाउछि। सेमाने तो कहि देउछंती आमे आत्मा ही परमात्मा, परमात्मा ही आत्मा। एमिति केही जणे हेले नाहंती जाहांकु हम स्वर अर्थ यथार्थ भावरे जणाथिब। तेणु बाबा कहउछंती मु एही मंत्र को सर्वदा मने रखिबा तेणु बाबा कहउछंती यही मंत्र को सर्वदा मने रखिबा उचित। सृष्टि चक्रर ज्ञान बुद्धि रे नथिले चक्रवर्ती राजा किपरि हेब। एबे आमे माने ब्राह्मण होइछु, पुणी देवता हेबु। ए कथा तुमे माने काहाको भी पचार, केही कहि पारिबे नाही। सेमाने तो 84 जन्मर अर्थ को मध्य जानि नाहंती। भारतर उत्थान एवं पतनर गायन रहिछि। ए कथा ठीक। सतो प्रधान, सतो रजो तमो, सूर्यवंशी, चंद्रवंशी, वैश्यवंशी। ए संबंधरे एबे तुम मानंकु सबु किछि जଣା पड़ी गलानी। बीजरूप बाबांको ही ज्ञानर सागर कुहा जाउछि। से एही चक्ରରେ आसु नाहंती। एपरि नुहे जे आमे जीव आत्मा माने परमात्मा होई जाइछु ना। बाबा निज समान नॉलेज फुल करुछंती, किंतु निज समान भगवान करू नाहंती। एही कथा को बहुत भल भावरे बुझिबा को हेबो।
ତେବେ ଯାଇ ବୁଦ୍ଧିରେ ଏହି ଚକ୍ରର ଜ୍ଞାନ ଘୂରି ପାରିବ, ଯାହାର ନାମ ରଖାଯାଇଛି ସ୍ୱଦର୍ଶନ ଚକ୍ର। ତୁମେମାନେ ବୁଦ୍ଧି ଦ୍ୱାରା ବୁଝିପାରିବ ଆମେ କିପରି ଏହି 84 ଜନ୍ମର ଚକ୍ରରେ ଆସୁଛୁ। ଏଥିରେ ସବୁକିଛି ଆସିଯାଉଛି। ଏଥିରେ ସମୟ ମଧ୍ୟ ଆସିଯାଉଛି, ବର୍ଣ୍ଣ ମଧ୍ୟ ଆସିଯାଉଛି ଏବଂ ବଂଶାବଳୀ ମଧ୍ୟ ଆସିଯାଉଛି। ଏବେ ତୁମମାନଙ୍କ ବୁଦ୍ଧିରେ ଏସବୁ ଜ୍ଞାନ ରହିବା ଉଚିତ। ଜ୍ଞାନ ଦ୍ୱାରା ହିଁ ଉଚ୍ଚପଦ ମିଳିଥାଏ। ନିଜ ଭିତରେ ଜ୍ଞାନ ଥିଲେ ଅନ୍ୟମାନଙ୍କୁ ମଧ୍ୟ ଦେଇପାରିବ। ଏଠାରେ ତୁମମାନଙ୍କୁ କୌଣସି ପ୍ରଶ୍ନପତ୍ର ଆଦି ପୂରଣ କରିବାକୁ ଦିଆଯାଉ ନାହିଁ। ସେହି ସ୍କୁଲମାନଙ୍କରେ ପରୀକ୍ଷା ଦେଲେ ବିଲାତରୁ ପେପର ଆସିଥାଏ। ଯେଉଁମାନେ ବିଲାତରେ ପାଠ ପଢ଼ୁଛନ୍ତି ତାଙ୍କର ଫଳାଫଳ ସେଠାରେ ଘୋଷଣା କରୁଛନ୍ତି। ତାଙ୍କ ଭିତରେ ମଧ୍ୟ କେହି ଏଜୁକେସନର ବଡ଼ ଅଥରିଟି ହୋଇଥିବେ, ଯେ ବି ପେପରର ତଦାରଖ କରିଥାନ୍ତି। ତେବେ ତୁମମାନଙ୍କ ପେପରର ଯାଞ୍ଚ କିଏ କରିବ? ତୁମେ ନିଜେ ହିଁ କରିବ। ତେଣୁ ନିଜକୁ ଯେପରି କରିବାକୁ ଚାହୁଁଛ ସେପରି କରିପାରିବ। ଯେଉଁ ପଦ ପାଇବାକୁ ଚାହୁଁଛ ତାହା ପୁରୁଷାର୍ଥ ଦ୍ୱାରା ବାବାଙ୍କ ଠାରୁ ନେଇପାରିବ। ପ୍ରଦର୍ଶନୀ ଆଦିରେ ପିଲାମାନେ ପଚାରିଥାନ୍ତି ନା, କ'ଣ ହେବ? ଦେବତା ହେବ, ବାରିଷ୍ଟର ହେବ, କ'ଣ ହେବ? ବାବାଙ୍କୁ ଯେତେ ସ୍ମରଣ କରିବ, ଯେତେ ସେବା କରିବ, ସେତେ ଫଳ ମିଳିବ। ଯେଉଁମାନେ ଭଲ ଭାବରେ ବାବାଙ୍କୁ ସ୍ମରଣ କରନ୍ତି ସେମାନେ ଜାଣିଥାନ୍ତି ଯେ ଆମମାନଙ୍କୁ ସେବା ମଧ୍ୟ କରିବାକୁ ହେବ ଏବଂ ପ୍ରଜା ମଧ୍ୟ ତିଆରି କରିବାକୁ ପଡ଼ିବ। ଏବେ ରାଜଧାନୀ ସ୍ଥାପନ ହେଉଛି। ସେଠାରେ ସବୁ ପ୍ରକାରର ଦରକାର। ସେଠାରେ ମନ୍ତ୍ରୀ ରହିବେ ନାହିଁ। ଯାହାଙ୍କର ବୁଦ୍ଧି କମ୍ ତାଙ୍କର ମନ୍ତ୍ରୀର ଆବଶ୍ୟକତା ପଡ଼ିଥାଏ। ତୁମମାନଙ୍କୁ ସେଠାରେ ରାୟ ନେବାର ଆବଶ୍ୟକତା ହିଁ ନାହିଁ। ବହୁତ ସନ୍ତାନ ବାବାଙ୍କ ପାଖକୁ ରାୟ ନେବାକୁ ଆସୁଛନ୍ତି, ସ୍ଥୂଳ କଥାର ରାୟ ନେଉଛନ୍ତି। ପଇସାର କ'ଣ କରିବୁ, ଧନ୍ଦା କିପରି କରିବୁ? ବାବା କହୁଛନ୍ତି ଦୁନିଆର କଥା ବାବାଙ୍କ ପାଖକୁ ଆଣ ନାହିଁ। ହଁ, ନିରାଶ ନ ହୋଇଯାଆନ୍ତୁ, ସେଥିପାଇଁ କିଛି ନା କିଛି ଧୈର୍ଯ୍ୟ ଦେବା ଭଳି କଥା କହିଦେଇଥାନ୍ତି। କିନ୍ତୁ ଏହା ମୋର ଧନ୍ଦା ନୁହେଁ। ମୋର ଧନ୍ଦା ହେଲା ତୁମମାନଙ୍କୁ ରାସ୍ତା ଦେଖାଇବା। ତୁମେମାନେ ବିଶ୍ୱର ମାଲିକ କିପରି ହେଉଛ, ସେଥିପାଇଁ ତୁମମାନଙ୍କୁ ଶ୍ରୀମତ ମିଳିଛି। ବାକି ସବୁ ଆସୁରୀ ମତ। ସତ୍ୟ ଯୁଗରେ ଶ୍ରୀମତ କୁହାଯିବ, କଳି ଯୁଗରେ ଆସୁରୀ ମତ। ତାହା ହେଉଛି ସୁଖଧାମ। ସେଠାରେ କେହି ଏଭଳି ପଚାରିବେ ନାହିଁ ଯେ ଖୁସି ମଜାରେ ଅଛ, ସ୍ୱାସ୍ଥ୍ୟ ଠିକ୍ ଅଛି। ଏହି ଶବ୍ଦ ସେଠାରେ ରହିବ ନାହିଁ। ଏଠାରେ ଏ କଥା ପଚରାଯାଉଛି, କୌଣସି ଅସୁବିଧା ନାହିଁ ତ, ରାଜି ଖୁସି ତ? ଏଥିରେ ମଧ୍ୟ ବହୁତ କଥା ଆସିଯାଉଛି। ସେଠାରେ ଦୁଃଖ ହିଁ ନାହିଁ, ଯାହାକି ପଚାରିବାକୁ ପଡ଼ିବ। ଏହା ଦୁଃଖର ଦୁନିଆ। ବାସ୍ତବରେ ତୁମମାନଙ୍କୁ ଏପରି କେହି ପଚାରି ପାରିବେ ନାହିଁ। ଯଦିଓ ମାୟା ତଳକୁ ଖସାଉଛି, କିନ୍ତୁ ବାବା ତ ମିଳିଛନ୍ତି ନା। ତୁମେ କହିବ ତୁମେ କ'ଣ ରାଜି ଖୁସି କଥା ପଚାରୁଛ? ଆମେ ଈଶ୍ୱରଙ୍କର ସନ୍ତାନ, ଆମକୁ ରାଜି ଖୁସି କଥା କ'ଣ ପଚାରୁଛ? ଚିନ୍ତା ଥିଲା ପାର ବ୍ରହ୍ମରେ ଥିବା ପରମାତ୍ମାଙ୍କର, ସିଏ ମିଳିଗଲେ ପୁଣି କାହାର ଚିନ୍ତା? ଏକଥା ସର୍ବଦା ମନେ ପକାଇବା ଉଚିତ। ଆମେ କାହାର ସନ୍ତାନ? ଏକଥା ସର୍ବଦା ମନେ ପକାଇବା ଉଚିତ, ଆମେ କାହାର ସନ୍ତାନ? ତୁମମାନଙ୍କ ବୁଦ୍ଧିରେ ଏବେ ଜ୍ଞାନ ଅଛି ଯେ ଆମେମାନେ ପାବନ ହୋଇଗଲେ ଲଢ଼େଇ ଆରମ୍ଭ ହୋଇଯିବ। ତେଣୁ ଯଦି କେହି ତୁମମାନଙ୍କୁ ପଚାରୁଛନ୍ତି ଯେ ତୁମେମାନେ ଖୁସିରେ ଅଛ, ତେବେ କୁହ ଆମେମାନେ ସର୍ବଦା ରାଜି ଖୁସିରେ ଅଛୁ। ରୋଗରେ ପଡ଼ିଲେ ମଧ୍ୟ ବାବାଙ୍କ ସ୍ମୃତିରେ ରୁହ। ତୁମେମାନେ ସ୍ୱର୍ଗଠାରୁ ମଧ୍ୟ ଏଠାରେ ଅଧିକ ଖୁସିରାଜି ଅଛ। ଯଦି ସ୍ୱର୍ଗର ବାଦଶାହୀ ଦେଉଥିବା ବାବା ମିଳିଛନ୍ତି, ଯିଏ ଆମକୁ ଏତେ ଯୋଗ୍ୟ କରୁଛନ୍ତି, ତେବେ ଆମେ କାହିଁକି ଚିନ୍ତା କରିବୁ? ଈଶ୍ୱରଙ୍କ ସନ୍ତାନମାନଙ୍କର ଚିନ୍ତା କ'ଣ? ସେଠାରେ ଦେବତାମାନଙ୍କର ମଧ୍ୟ କୌଣସି ଚିନ୍ତା ରହିବ ନାହିଁ। ଦେବତାମାନଙ୍କ ଉପରେ ତ ଈଶ୍ୱର ଅଛନ୍ତି। ତେଣୁ ଈଶ୍ୱରଙ୍କ ସନ୍ତାନଙ୍କର ଚିନ୍ତା କାହିଁକି ରହିବ? ବାବା ଆମକୁ ପଢ଼ାଉଛନ୍ତି। ବାବା ଆମର ଶିକ୍ଷକ, ସତଗୁରୁ ଅଟନ୍ତି।
ବାବା ଆମ ଉପରେ ଏବେ ମୁକୁଟ ରଖୁଛନ୍ତି। ଆମେ ମୁକୁଟଧାରୀ ହେଉଛୁ। ତୁମେ ଜାଣିଛ ଆମକୁ କିପରି ବିଶ୍ୱର ମୁକୁଟ ମିଳୁଛି। ବାବା ମୁକୁଟ ରଖୁନାହାନ୍ତି, ଏ କଥା ମଧ୍ୟ ତୁମେମାନେ ଜାଣିଛ। ସତ୍ୟ ଯୁଗରେ ବାପା ନିଜର ପୁତ୍ରର ମୁଣ୍ଡରେ ମୁକୁଟ ପିନ୍ଧାଇଥାନ୍ତି। ଏହି କଥାକୁ ଇଂରାଜୀରେ କ୍ରାଉନ୍ ପ୍ରିନ୍ସ କୁହାଯାଉଛି। ଏଠାରେ ପିତାଙ୍କର ମୁକୁଟ ପିଲାମାନଙ୍କୁ ମିଳିବା ପର୍ଯ୍ୟନ୍ତ ପିଲାମାନଙ୍କର ଉତ୍କଣ୍ଠା ରହିଥାଏ। ବାପା କେବେ ମୃତ୍ୟୁବରଣ କରିବେ, ତେବେ ଆମ ମୁଣ୍ଡକୁ ମୁକୁଟ ଆସିବ। ଆଶା ରହିଥାଏ ଯେ ରାଜକୁମାରରୁ ମହାରାଜା ହେବ। ସେଠାରେ ତ ଏପରି କଥା ନାହିଁ। ନିଜ ସମୟରେ କାଇଦା ଅନୁସାରେ ବାପା ପିଲାମାନଙ୍କୁ ରାଜମୁକୁଟ ଦେଇ ଦୂରେଇ ଯାଆନ୍ତି। ସେଠାରେ ବାନପ୍ରସ୍ଥର ଚର୍ଚ୍ଚା ରହିବ ନାହିଁ। ପିଲାମାନଙ୍କୁ ମହଲ ଆଦି ତିଆରି କରି ଦେଇଥାନ୍ତି। ତାଙ୍କର ସବୁ ଆଶା ପୂରା ହୋଇଥାଏ। ତୁମେ ଜାଣିଛ ସତ୍ୟ ଯୁଗରେ ସୁଖ ହିଁ ସୁଖ ରହିବ। ବାସ୍ତବରେ ସବୁ ସୁଖ ସେତେବେଳେ ମିଳିବ ଯେତେବେଳେ ତୁମେମାନେ ସେଠାକୁ ଯିବ। ତୁମେମାନେ ଜାଣିବ ସ୍ୱର୍ଗରେ କ'ଣ ହେବ। ଗୋଟିଏ ଶରୀର ଛାଡ଼ି ପୁଣି କୁଆଡ଼େ ଯିବ। ଏବେ ବାସ୍ତବରେ ବାବା ତୁମମାନଙ୍କୁ ପାଠ ପଢ଼ାଉଛନ୍ତି। ତୁମେମାନେ ଜାଣିଛ ଯେ ଆମେମାନେ ସତରେ ସ୍ୱର୍ଗକୁ ଯିବୁ। ସେମାନେ ତ କହିଦେଉଛନ୍ତି ଆମେ ସ୍ୱର୍ଗକୁ ଯିବୁ, କିନ୍ତୁ ସ୍ୱର୍ଗ କାହାକୁ କୁହାଯାଉଛି ଏ କଥା ଜାଣିନାହାନ୍ତି। ତୁମେମାନେ ଜନ୍ମ ଜନ୍ମାନ୍ତର ଏହି ଅଜ୍ଞାନ କଥା ସବୁ ଶୁଣି ଆସିଛ। ଏବେ ବାବା ତୁମକୁ ସତ୍ୟ କଥା ଶୁଣାଉଛନ୍ତି। ଆଚ୍ଛା, ମିଠେ ମିଠେ ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ସର୍ବଦା ରାଜି ଖୁସି ରହିବା ପାଇଁ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ପାଠପଢ଼ା ଦ୍ୱାରା ନିଜକୁ ନିଜେ ରାଜମୁକୁଟ ପିନ୍ଧାଇବାକୁ ହେବ। 2 ନମ୍ବର, ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ। ସର୍ବଦା ଶ୍ରୀମତକୁ ସମ୍ମାନ ଦେବାକୁ ହେବ। ଆଜିର ବରଦାନ, ଶ୍ରେଷ୍ଠ ଭାଗ୍ୟର ସ୍ମୃତି ଦ୍ୱାରା ନିଜର ସମର୍ଥ ସ୍ୱରୂପରେ ରହୁଥିବା ସୂର୍ଯ୍ୟବଂଶୀ ପଦର ଅଧିକାରୀ ଭବ। ଯେଉଁମାନେ ନିଜର ଶ୍ରେଷ୍ଠ ଭାଗ୍ୟକୁ ସଦାସର୍ବଦା ସ୍ମୃତିରେ ରଖିଥାନ୍ତି, ସେମାନେ ସର୍ବଦା ସମର୍ଥ ସ୍ୱରୂପରେ ରହିଥାନ୍ତି। ସେମାନଙ୍କର ସ୍ମୃତି ନିଜର ଅନାଦି ଏବଂ ଅସଲି ସ୍ୱରୂପ ସ୍ମୃତିରେ ରହିଥାନ୍ତି। ସେମାନେ କେବେ ହେଲେ ନକଲି ମୁଖା ଧାରଣ କରନ୍ତି ନାହିଁ। କେବେ କେବେ ମାୟା ନକଲି ଗୁଣ ଏବଂ ଅକର୍ତ୍ତବ୍ୟର ସ୍ୱରୂପ କରାଇ ଦେଇଥାଏ। କାହାକୁ କ୍ରୋଧୀ, କାହାକୁ ଲୋଭୀ, କାହାକୁ ଦୁଃଖୀ, କାହାକୁ ଅଶାନ୍ତ କରିଦେଇଥାଏ। କିନ୍ତୁ ତୁମମାନଙ୍କର ଅସଲି ସ୍ୱରୂପ ଏହି କଥା ଠାରୁ ଅଲଗା ଅଟେ। ତେବେ ଯେଉଁ ପିଲାମାନେ ନିଜର ଅସଲି ସ୍ୱରୂପରେ ସ୍ଥିତ ରହିଥାନ୍ତି, ସେମାନେ ସୂର୍ଯ୍ୟବଂଶୀ ପଦର ଅଧିକାରୀ ହୋଇଥାନ୍ତି। ଆଜିର ସ୍ଲୋଗାନ, ଯଦି ସମସ୍ତଙ୍କ ପ୍ରତି ଦୟାଳୁ ହେବ ତେବେ ଅହଙ୍କାର ଏବଂ ଅନୁମାନ ସମାପ୍ତ ହୋଇଯିବ। ଯଦି ସମସ୍ତଙ୍କ ପ୍ରତି ଦୟାଳୁ ହେବ ତେବେ ଅହଙ୍କାର ଏବଂ ଅନୁମାନ ସମାପ୍ତି ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଯେବେକି ତୁମମାନଙ୍କର ରଚନା କମଳ ପୁଷ୍ପ ଜଳ ଭିତରେ ରହି ମଧ୍ୟ, ଯେପରି ତୁମମାନଙ୍କର ରଚନା କମଳ ପୁଷ୍ପ ଜଳ ଭିତରେ ରହି ମଧ୍ୟ ଜଳର ବନ୍ଧନ ଅର୍ଥାତ୍ ସ୍ପର୍ଶଠାରୁ ମୁକ୍ତ ଅଟେ, ତେବେ ରଚନା ଭିତରେ ଯଦି ଏହିଭଳି ବିଶେଷତା ରହିଛି, ତାହାହେଲେ କ'ଣ ମାଷ୍ଟର ରଚୟିତାଙ୍କ ଭିତରେ ଏହି ବିଶେଷତା ରହିପାରିବ ନାହିଁ? ଯଦି କେବେ କୌଣସି ବନ୍ଧନରେ ବାନ୍ଧି ହୋଇଯାଇଛ, ତେବେ ନିଜ ସମ୍ମୁଖରେ ସେହି କମଳ ପୁଷ୍ପର ଦୃଷ୍ଟାନ୍ତକୁ ରଖ। ଯେ କମଳ ପୁଷ୍ପ ଯଦି ନ୍ୟାରା ଏବଂ ପ୍ୟାରା ରହିପାରୁଛି, କ'ଣ ମାଷ୍ଟର ସର୍ବଶକ୍ତିବାନ ଆତ୍ମା ନ୍ୟାରା ପ୍ୟାରା ହୋଇପାରିବ ନାହିଁ? ଏହାଦ୍ୱାରା ସଦାକାଳ ପାଇଁ ନ୍ୟାରା ପ୍ୟାରା ହୋଇଯିବ।
ओम शांति।